आज आम कार्य आरंभ करने पूर्व गोटे छोट प्रेयर स्टार्ट करवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। हे कृष्ण करुणा सिंधु दीनबंधु जगतपते गोपीश गोपिका कांत राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवीभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्त वृंद। हरे कृष्णा कृष्ण कृष्ण हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आज आम प्रथम अध्याय अर्जुन विषाद जोग आम 10 नंबर श्लोक पर्यंत कंप्लीट करते आम 11 आरंभ करुले तेणु से 11 रु आम आउ थे जीवा। मु टिके शेयर कर दूची एक सेकंड। एगार नंबर श्लोक। अयनेषु च सर्वेषु यथा भागम् अवस्थिताः भीष्ममेवाभिरक्ष्यन्तु भवन्तः सर्व एव हि। ए श्लोक रे से कहउचंदी सर्वेषु सर्वेषु यथा भागम अवस्थिताः समस्ते जो भली भाग भाग हेकी डिविजन हेकी आपण माने अवस्थान करिसंती कोठी अयनेषु घाटी जगारे भवन्तः आपण सेही जगारे रुहंतु एवं कौन करंतु भीष्मम एव अभिरक्षन्तु भीष्मं एव अभिरक्षन्तु भीष्मं को आपण चारि दिगरु कोन भीष्मं को प्रोटेक्शन दियंतु। को पटु प्रोटेक्शन देबे से कहउछन सर्व एव ही सब दिगर काहे कि तार रीजन अछि से परे एक्सप्लेन हमें तम करबा। ये हला श्लोक अयनेषु च सर्वेषु अयनेषु माने घाटी अयनेषु च सर्वेषु माने सबु जगारे सर्वेषु यथा भागम अवस्थिता जेमती भाग भाग है कि आपण माने रहिचंती भीष्मम एव अभिरक्षन्तु भीष्मं को आपण प्रोटेक्शन दियंतु तांकर सुरक्षा जेमती आपण मानकर दायित्व भवंत आपणकर सर्व एव ही कोपटु आमे तांको रक्षा करू सबु दिगरु ए बोली कि से कहउचंती। मु बर्तन ताकू शेयर टिकू बंद कर देली। जस्ट ए सेकंड। ये हला तेणु आमे देखुचे जे 3 नंबर श्लोकरू 3 नंबर श्लोकरू आमे 10 नंबर पर्यंत श्लोक पर्यंत आमे आसिलेनी। एटी दुर्योधन कौन करूचंदी दुर्योधन तांकर जो कूटनीति से कूटनीति को से संपूर्ण रूपे
ବ୍ୟବହାର କରିବାକୁ ସଦୁପଯୋଗ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେ ଚେଷ୍ଟା କରୁଛନ୍ତି ଯେ ନିଶ୍ଚିତ କରିବେ କଣ ନା ତାଙ୍କର ଆର୍ମି ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ସେ ଏଇ ଜିନିଷଟା ନିଶ୍ଚିତ କରିବା ପାଇଁ ସେ ତାଙ୍କର କୂଟନୀତିକୁ ଉପଯୋଗ କରି ଆସୁଛନ୍ତି। ପର୍ଟିକୁଲାରଲି ସେ ଏକ୍ସପେକ୍ଟ କରୁଛନ୍ତି କିଏ ସହଯୋଗ କରିବେ ନା ତାଙ୍କର ଯୋଉ ଷ୍ଟଲୱାର୍ଟ କିଏ ସବୁ ମାନେ ମହାରଥୀ ଭୀଷ୍ମ ଦ୍ରୋଣ କର୍ଣ୍ଣ ଏମାନେ ସବୁ ହେଲେ ମହାରଥୀ। ଓହୋ। ତେଣୁ ଏମାନେ କମେଇଦବା ହଁ ସରି ଓକେ। ତେଣୁ ଯୋଉ ମହାରଥୀ ଭୀଷ୍ମ ଦ୍ରୋଣ କର୍ଣ୍ଣ ଏଇମାନଙ୍କଠୁ ସେ ଦୁର୍ଯ୍ୟୋଧନ ଆଶା କରୁଛନ୍ତି ଯେ ଏମାନେ ତାଙ୍କର ଫୁଲ ସାମର୍ଥ୍ୟ ଏ ଯୁଦ୍ଧରେ ସେମାନେ ଦେବେ ବୋଲିକି ସେ ଆଶା କରୁଛନ୍ତି। ଆମେ ମଧ୍ୟ ଦେଖିଛେ ଯେ କେମିତି ସେ ଦ୍ରୋଣାଚାର୍ଯ୍ୟଙ୍କୁ କାଉଣ୍ଟର କରିଛନ୍ତି। ଦ୍ରୋଣାଚାର୍ଯ୍ୟ ମାନେ ସେ ଜାଣୁଛନ୍ତି ତାଙ୍କର ସଫ୍ଟ କର୍ଣ୍ଣର ଅଛି, କାଳେ ସେ ଏପଟ ସେପଟ ହେଇଯିବେ, କିଛି ଗୋଟେ ଗଡବଡ କରିବେ, ସେଥିପାଇଁ ସେ କଣ କରିଛନ୍ତି ନା ତାଙ୍କ ଭିତରେ ଗୋଟେ କ୍ରୋଧ ଜନ୍ମେଇଛନ୍ତି। ଦ୍ରୁପଦୀ ପୁତ୍ରେଣ କହିକି ଯୋଉ ଆମ ପୂର୍ବ ଶ୍ଲୋକରେ ଦେଖିଲେ ଯେ ଯୋଉ ଦ୍ରୁପଦର ପୁଅ ଯାହାକୁ ଆପଣ ବିଦ୍ୟା ଶିକ୍ଷା ଦେଇଥିଲେ ସିଏ ବର୍ତ୍ତମାନ ଆପଣଙ୍କ ବିରୁଦ୍ଧରେ, ଏବଂ ସିଏ ହଉଛି ଦ୍ରୁପଦର ପୁଅ ଏବଂ ଦ୍ରୁପଦ ଆପଣଙ୍କୁ ଅପମାନ କରିଥିଲା, ବର୍ତ୍ତମାନ ସିଏ ଅଲଗା ସାଇଡ। ତେଣୁ ସିଏ ମଧ୍ୟ ତାଙ୍କୁ ତାଙ୍କ ଭିତରେ କ୍ରୋଧ ଜନ୍ମେଇଥିଲେ ଏବଂ ଖାଲି କ୍ରୋଧ ଜନ୍ମେଇ ନଥିଲେ, ତାଙ୍କୁ ମଧ୍ୟ ତାଙ୍କର ଗୁଣଗାନ ମଧ୍ୟ କରିଥିଲେ। କାହିଁକି ନା ସେ ଏନସିଓର କରୁଥିଲେ ଯେ ସେ ଯେମିତି ହି ୱିଲ୍ ଗିଭ୍ ହିଜ ବେଷ୍ଟ, ତାଙ୍କର ଯାହା ସର୍ବୋଚ୍ଚ ସେ ଦେବେ ଏ ଯୁଦ୍ଧରେ। ଏଇଟା ସେ ଏଇ କୂଟନୀତି ସେ ଅବଲମ୍ବନ କରୁଥିଲେ। ତାପରେ ସେ ସ୍ୱତନ୍ତ୍ର ରୂପେ ଭୀଷ୍ମଙ୍କୁ ମଧ୍ୟ ସେ ଗୁଣଗାନ କରିଛନ୍ତି। ଯେତେବେଳେ କହିଲେ ପୂର୍ବ ଶ୍ଲୋକରେ ଯେ ଭୀଷ୍ମାଭିରକ୍ଷିତମ, ମାନେ ପରଫେକ୍ଟଲି ପ୍ରୋଟେକ୍ଟେଡ, ସୁରକ୍ଷିତ କାହା ଦ୍ୱାରା? ଭୀଷ୍ମଙ୍କ ଦ୍ୱାରା। ତାମାନେ ଭୀଷ୍ମଙ୍କର ମଧ୍ୟ ସେ ଗୁଣଗାନ କରୁଛନ୍ତି। କିନ୍ତୁ ସେ ଅନ୍ୟ ଯୋଉ ସୈନ୍ୟମାନେ ଚାରିକଡ଼ରେ ଅଛନ୍ତି ସମସ୍ତେ ଶୁଣୁଛନ୍ତି, ସେମାନେ କଣ ଭାବିବେ? ସେମାନେ ଭାବିବେ ଇଏ ଖାଲି ଷ୍ଟଲୱାର୍ଡସ ମହାରଥୀ ଅତିରଥୀ ଏମାନଙ୍କ କଥା, ଏମାନଙ୍କର ଗୁଣଗାନ କରୁଛି, ଆଉ ଆମ ବିଷୟରେ କିଛି ନାହିଁ। ତେଣୁ ସେଥିପାଇଁ ଏ ଶ୍ଲୋକଟି ଅୟନେଷୁ ଚ ସର୍ବେଷୁ ଯଥା ଭାଗମ ଅବସ୍ଥିତା କହୁଛନ୍ତି ଯେ ଯେମିତି ଘାଟି ଜାଗାର ମାନଙ୍କରେ ଆପଣ ମାନଙ୍କୁ ରଖା ହେଇଛି ସେତିକିରେ ରହୁନାହାନ୍ତି। ଯଦି ସେତିକିରେ ରହିଯିବେ ସେ ଭାବିବେ, ସୈନ୍ୟମାନେ ଭାବିବେ ଯେ ଆରେ ପୁଣି ଇଏ ଆମକୁ ଅର୍ଡର ଦେଲାଣି। ତାଙ୍କର ଗୁଣଗାନ କଲା, ଆମକୁ ଅର୍ଡର କରୁଛି ଯୋଉ ଯୋଉ ଘାଟି ଭିତରେ ରଖା ହେଇଛି ସେଠି ରୁହ, ଘାଟି ଜାଗା ମାନଙ୍କରେ, ତାମାନେ ଇଏ ଖାଲି ଆମକୁ ଅର୍ଡର ଦଉଛନ୍ତି ବୋଲିକି ଏହା ସେ ଭାବିବେ। ସେଥିପାଇଁ ସେ ଆଗକୁ ବଢୁଛନ୍ତି। କଣ ନା କହୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ, ଭବନ୍ତଃ ଆପଣ ମାନଙ୍କର ଗୋଟେ ଗୁରୁ ଦାୟିତ୍ୱ ଅଛି। କଣ ସେଇଟା? ହ୍ୱାଟ ଇଜ ଦ୍ୟାଟ? ସେଇ ଯୋଉ ଗୁରୁ ଦାୟିତ୍ୱ, ଭୀଷ୍ମମ୍ ଏବ ଅଭିରକ୍ଷନ୍ତୁ, ମାନେ ଭୀଷ୍ମଙ୍କୁ ଆପଣ ପ୍ରୋଟେକ୍ସନ ଦିଅନ୍ତୁ, ତାଙ୍କର ସୁରକ୍ଷା କରନ୍ତୁ। କେମିତି କରିବେ ନା ସର୍ବ ଏବ ହିଁ, ସବୁ ଡାଇରେକ୍ସନ। ଏଇଥର ଆମେ ଦେଖୁଛେ ଯେ ଦୁର୍ଯ୍ୟୋଧନ ସେ ଯାହା ବି ହଉ ବିଜୟ ପାଇଁ ଏ ଯୁଦ୍ଧରେ ଯଦି ସେ ବିଜୟ ହାସଲ କରିବେ, ସମ୍ପୂର୍ଣ୍ଣ ରୂପେ ଆମେ ଜାଣୁଛେ ଯେ ସେ ଡିପେଣ୍ଡ କରୁଛନ୍ତି ଦୁଇ ଜଣ ମହାରଥୀ, ମେନଲି ଭୀଷ୍ମ ଆଉ ଦ୍ରୋଣ। ଯଦିଓ ସେ କର୍ଣ୍ଣଙ୍କର ଗୁଣଗାନ କରିଛନ୍ତି, ଅନ୍ୟମାନଙ୍କର ଗୁଣଗାନ କରୁଛନ୍ତି, କିନ୍ତୁ ଏ ଦି ଜଣଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିର୍ଭରତା ରହିଛି। ସେ କହୁଛନ୍ତି ଏଇ ସେ ଭାବୁଛନ୍ତି ଏଇ ଦି ଜଣ ମତେ ଯଦି ବିଜୟ ଦବା କଥା ଏଇ ଦି ଜଣ ଦେବେ, ଏବଂ ପୁଣି ବି ସେ ନିଶ୍ଚିତ ଯେ ସେ ମଧ୍ୟ ଦି ଜଣ ଯାକ ଦେବେ ଫୁଲ ସପୋର୍ଟ, ଏ ବି ସେ ଜାଣିପାରୁଛନ୍ତି ସିଓର। କାହିଁକି ନା ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହେଇଥିଲା ସେତେବେଳେ ଦ୍ରୌପଦୀ ଯେତେବେଳେ ମାଗୁଥିଲେ ସାହାଯ୍ୟ ଅସହାୟ ଅବସ୍ଥାରେ ଭୀଷ୍ମ ଆଉ ଦ୍ରୋଣଙ୍କୁ, ଏ ଭୀଷ୍ମ ଆଉ ଦ୍ରୋଣ ଦୁଇ ଜଣ ଯାକ ପିତାମହ ଆଉ ଗୁରୁ ଦ୍ରୋଣାଚାର୍ଯ୍ୟ ଦି ଜଣ ଯାକ ମୌନ ରହିଥିଲେ, ଦ୍ରୌପଦୀଙ୍କ କଥା ଶୁଣି ନଥିଲେ। ତାମାନେ ସେମାନେ ପରୋକ୍ଷ ଭାବରେ ଇନଡାଇରେକ୍ଟଲି ସେମାନେ ସପୋର୍ଟ କରିଗଲେ ଦୁର୍ଯ୍ୟୋଧନଙ୍କର କାର୍ଯ୍ୟକଳାପ। ତେଣୁ ସେ ଭାବୁଥିଲେ ଯେ ଏ ଲୋକ ସପୋର୍ଟ ଦବ, ଯଦିଓ ସେ ଜାଣୁଛନ୍ତି ଯେ ଏ ଦି ଜଣଙ୍କର ସଫ୍ଟ କର୍ଣ୍ଣର ଅଛି କାହା ପ୍ରତି? ପାଣ୍ଡବ ମାନଙ୍କ ପ୍ରତି।
स्पेशली अर्जुन प्रति ए दी जनकर सफ्ट कॉर्नर अच्छी अर्थात तांकर सहानुभूति अच्छी प्रति दया अच्छी तेणु किंतु तांकर कॉन्फिडेंस जेमती से कुरुसभा द्रौपदी वस्त्रण बेले से सपोर्ट देइथिले एबे मध्य से सपोर्ट देबे सेही भली तेणु सेति से तांकर किंतु तथापि से टिके डाउट रे रहउचंदी काळे तांकर सहानुभूतिटा टिके रही जिवो तो जहाँ भी टिके अछि से पळे जिवा पाई से सहानुभूति तांकटू से परित्याग करदेबे सेति से तांकर गुणगान मध्य करि चालिछन एमती आमे देखिबा ये वर्ष रे से पूर्व वर्ष रे भीष्मଙ୍କ कथा कहले ए वर्ष रे मध्य भीष्म ता नेक्स्ट वर्ष रे मध्य भीष्म आमे देखिबा बारंबार से भीष्मଙ୍କର ना नौचंती काहे की कहउचंती जे तांकर से देखे दउचंती मोर कंप्लीट फेथ अछि विश्वास अछि का ऊपर भीष्मଙ୍କ ऊपर एवं मु तांको ऊपर निर्भर करूची जदि ए युद्ध जितिबा को मु तांको ऊपर तांकरी ऊपर निर्भर मु करूची ए युद्ध जितिबा पई कल्पा तांको पर्पट रे कहउचंती जे दुर्योधन तांकर सैन्य मान को कहउचंती जे आपण माने रक्षा करंतु काहे की तांक कहवा उद्देश्य जो दुर्योधन कहउचंती आपण माने तांको सब डायरेक्शन नु रक्षा करंतु काहे कहउचंती तांको उद्देश्य जे भीष्म जहाले से तो महारथी बुढ़ा हो गले एवं से गोटे साइड रु करुथिबे ना युद्ध अन्य साइड रु शत्रु माने अटैक करदेबे सेति पाई तो तांको सुरक्षा करबा को पड़िबो ए जो ए श्लोक रे बेसी किछि हमको नाही गोटे जिंस शिखिबा को पड़िबो जे देखंतु सबु तांकर कूटनीति से सबु एथरे लगौचंदी दुर्योधन एवं विभिन्न व्यक्तित्व जो माने बड़ बड़ पर्सनालिटी भीष्म द्रोण कर्ण समस्त विषय से ये जो बड़ बड़ महारथी जो माने तांको साइड रे तांको विषय रे से गुणगान करूचंदी एवं तांको विषय रे कहिले किंतु आमे देखिबा कॉन्सिक्वेंस फलाफल कौन हितला ए युद्ध रे सब महारथी अतिरथी जिते तांको साइड रे थिले सब धूलिसात हो गए कहीं यही श्लोकटारू आम जानुचे जे मनुष्यर संगटा हूँ इम्पोर्टाट कहा सांगे से आसोसिएट हम सेटा ताकू स्थिर करने को पड़ो आसोसिएशन हूँ संग हूँ मोस्ट इम्पोर्टाट आपणकर डेस्टिनेशन कौन हम सेटा डिसाइड कर आम जीवनटा बहुत छोट आम पाखे समय नहीं किंतु आमर लक्ष्य बहुत उच्च से लक्ष्यटा कौन से लक्ष्य हूँ जे जन्म मृत्यु चक्र को आमको समाप्त करने को पड़ो कले आमर लक्ष्य हूँ गोलक धाम आम से जीवा किंतु आमे जदि संग करवा दुर्योधन भाया व्यक्तित्व सांगे दुर्जन संगे कलेवास निश्चय घटव सर्वनाश आम जाचे तो सी हेले दुर्जन अहंकार छल कपट रे परिपूर्ण तो से आम जानुचे जदि यही भाई आम संगटा ठीक आम न करवा आम जदि भक्त लोक सांगे बेसी न मिसिबा आमर शुद्ध हबनी आमर चित्त शुद्ध हबनी से अशुद्धि रे आम रही फल कौन हम ना आम आग को बढ़ी पारानी आम गीता पढ़ा सब करवा जानुचे किंतु आम आग को बढ़ी पारानी तो संगटा आमको डिसाइड करा पड़ो संग बोले खाली लोक नुहे संग बोले आम इवेन आम जो पढ़ुचे जेकोसी जिनस बही मैगजीन हो नोवेल हो जहाँ हो से भी आमर गोटे संग आम कौ जिनसटा पढ़ा कौ जिनस न पढ़ा से जाना दरकार आमर नोवेल पढ़िले बा कौन लिटरेचर को आम पढ़िले आमको से नहीं जाओ कि गोलक वृंदावन आमर जो लक्ष्यटा एड़ बड़ उच्च लक्ष्य फिल्म फेयर पढ़ी सेटा मते हेल्प करिवो कि ना मते कोटा हेल्प करिवो गीता भागवतम कहीं कि ना इथर मो चित्त शुद्धि होउची मोर भगवान गठी माइंड टा स्थिर होउची जोटा कि मोस्ट इंपोर्टेंट मोर
ମନ ଆଉ ବୁଦ୍ଧି ଏ ଦିଟା ଯାକ ଭଗବାନଙ୍କ ପାଖରେ ରହିବା ଦରକାର। ରହିବ କେତେବେଳେ ନା ଯେତେବେଳେ ଆମେ ସେଇ ଡାଇରେକ୍ସନରେ କାମ କରିବା। ଆମେ ଯଦି ସେଇ ଅନୁସାରେ କାମ କରିବା, ଆମର ସଙ୍ଗଟା ଆମେ ପ୍ରଥମେ ଦେଖିବା ଯେ ଆମେ କାହା ସାଙ୍ଗରେ ବେଶୀ ମିଶୁଛେ, ସମୟ କାଟୁଛେ, ସେଟା ଆମକୁ ଦେଖିବାକୁ ପଡିବ। ତାହେଲେ ଆମର ଯୋଉ ମଣିଷ ଜୀବନ ଆମେ ସେଟାକୁ ଆମେ ପୁରା ପରଫେକ୍ଟ କରିପାରିବା। ମଣିଷ ଜୀବନଟା ପାଇଛ ତ ସେଇଥିପାଇଁ, ନହେଲେ ତ ପଶୁ ପକ୍ଷୀ ମାନେ ଏସବୁ ଜିନିଷ କରିପାରିବେନି। এটা କେବଳ ମଣିଷ ଜନ୍ମରେ ହିଁ ସମ୍ଭବ। ଆପଣ ଦେଖନ୍ତୁ କର୍ଣ୍ଣର ବହୁତ ପ୍ରଶଂସା ଲୋକେ କରିଛନ୍ତି। ବହୁତ ଲୋକ ଆସିକି କହିଛନ୍ତି କର୍ଣ୍ଣ ବୀର, ଦାନବୀର, ତାଙ୍କ ପର୍ସନାଲିଟିକୁ ବହୁତ ଗ୍ଲୋରିଫାଇ କରିଛନ୍ତି, ତାଙ୍କର ଗୁଣଗାନ କରୁଛନ୍ତି। କିନ୍ତୁ ସେ କର୍ଣ୍ଣର ଅବସ୍ଥା କଣ ହେଲା? ଅଧର୍ମୀର ସାଙ୍ଗରେ ସେ ଯୋଡି ହେଲା। ତା ନହେଲେ ତାଙ୍କର ଆଉ କୌଣସି ଭୁଲ ନଥିଲା। ଯଦି ଅଧର୍ମୀଙ୍କ ସାଙ୍ଗରେ ସେ ଯୋଡି ହେଇ ନଥାନ୍ତା, ଦୁର୍ଯ୍ୟୋଧନ ଭଳିଆ ଅଧର୍ମୀ, ଛଳ କପଟ ହିଂସା ଅହଙ୍କାରୀ ଯଦି ଯୋଡି ନ ହେଇଥାନ୍ତେ, ତାହେଲେ କର୍ଣ୍ଣଙ୍କର ଯୋଉ ଦଶା ହେଲା ସେଇଟା ହେଇନଥାନ୍ତା। ତେଣୁ ଆମକୁ ସବୁବେଳେ ଭିଜିଲାଣ୍ଟ ରହିବାକୁ ପଡିବ, ଆମେ କାହା ସାଙ୍ଗରେ ସଙ୍ଗ ହଉଛି। ଇଏ ହେଲା 11 ନମ୍ବର ଶ୍ଲୋକ। ନେକ୍ସଟ ଆମେ ଯିବା 12 ନମ୍ବର ଶ୍ଲୋକ। ଗୋଟେ ସେକେଣ୍ଡ ସେୟାର କରୁଛି। देखिए ନା ନା ସେଇଠି ଯାଇ हाँ କରୁଛୁ। ଖାଇବାକୁ जस्ट ଘରେ सेकंड କାହାକୁ ଜଣେ ମାମୁଁ କେତେବେଳେ କାହାକୁ ଗୋଟେ ଡାକି ଦଉଛି, ନହେଲେ ଖାଇବାକୁ ଦଉନି କାହାକୁ, टिके ବ୍ରାହ୍ମଣକୁ टिके ଦଉଛି हाँ ସେଠି ବାହାରେ। डिस्टर्बेंस है टिके म्यूट कर दियो। ଗୋଟେ ସେକେଣ୍ଡ म्यूट कर दियो। अच्छा ବର୍ତ୍ତମାନ ନା ନା 2-4 ଜଣ ନୁହଁ, କେତେବେଳେ ମତେ ଥରେ ଡାକିଦେଲା, ଆମେ ଅଛୁ ଯଦି, ଯଦି ଆମେ ନାହୁଁ ବ୍ରାହ୍ମଣକୁ ଦେଇଦେଲା, କାହାକୁ ଡାକୁନି। କେତେବେଳେ ଫକୀରକୁ ଡାକିଦେଲା, ମୁନା ତ ତା ଦୁଆରକୁ ଯାଉନି। ହଁ हाँ ବର୍ତ୍ତମାନ 12 ନମ୍ବର ଶ୍ଲୋକ ଦେଖିବା ଆମେ। तस्य संजनयन हर्षं कुरु वृद्धा पितामह सिंहनादं विनोद्वेच्चैः शंखं दद्मै प्रतापवान्। तस्य संजनयन हर्षं कुरु वृद्ध पितामह सिंहनादं विनद्य उच्चैः शंखं दद्मौ प्रतापवान्। ये ହେଲା 12 नंबर श्लोक। जस्ट ऐसे ଏ ଶ୍ଲୋକଟିକୁ ଆମେ ଯିବା ପୂର୍ବରୁ ମୁଁ ଏଟାକୁ ଆଲୋଚନା କରିବି ଟିକେ ଲିଟିଲ ବିଟ୍। କାହିଁକି ନା ଆମେ ଏପର୍ଯ୍ୟନ୍ତ ଯୋଉ କଲେଣି ତା ଭିତରେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହିଛି। ଆମେ ଦେଖିଲେ ଯେ ଏଇ ଯୋଉ ଆମେ ଆରମ୍ଭ କରିଥିଲେ ଧୃତରାଷ୍ଟ୍ରଙ୍କଠୁ, ଆମେ ଦେଖୁଛେ ଯେ ଧୃତରାଷ୍ଟ୍ର ଯାହା କରିଥିଲେ ଦୁର୍ଯ୍ୟୋଧନ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେୟା ହିଁ କରିଚାଲିଛନ୍ତି। ସିଏ ଯେମିତି କହିଲେ ଯେ ମାମକାଃ ପାଣ୍ଡବଶ୍ଚୈବ, ମୋ ପୁତ୍ର ଆଉ ପାଣ୍ଡୁ ପୁତ୍ର ମାନେ ତାଙ୍କୁ ଅଲଗା କରିଦେଲେ, ତୁ ମେ ମେ। ଇଏ ବି ସେମିତି ଦୁର୍ଯ୍ୟୋଧନ ତୁ ମେ ମେ କରିଚାଲିଛନ୍ତି। କିନ୍ତୁ ଏଇ ତୁ ମେ କରିବା ଅପେକ୍ଷା ଆମେ ଭାବିବା ଦରକାର ଯେ ମାନେ ବସୁଧୈବ କୁଟୁମ୍ବକମ୍ ବୋଲିକି ଆମେ କହୁଛେ, ଅର୍ଥାତ୍ କଣ ଏଇ ସାରା ପୃଥିବୀଟା ହଉଛି ଗୋଟେ ପରିବାର ଏବଂ ପରମ ପିତା ହଉଛନ୍ତି ଭଗବାନ। ଏଇଭଳି ଆମର ଚେତନା ରହିବା ଦରକାର ବା ଆମେ ଭାବିବା ଦରକାର। କିନ୍ତୁ ଦୁର୍ଯ୍ୟୋଧନ କଣ ଭାବୁଥିଲେ? ମୋର ଚତୁରତା, ମୋର କୂଟନୀତି, ମୋର ଛଳ କପଟ, ମୋର ଷଡ଼ଯନ୍ତ୍ର, ମୋ ସୈନ୍ୟମାନେ, ମୋର ବୀର ଯୋଉମାନେ ମହାରଥୀ, ମାନେ ଏଇ ଯୋଉ ମୋର ଏଇ ସବୁ ଅଛି, ଏଥିରେ ଏହା ଦ୍ଵାରା ସେ କଣ କରିବେ ବୋଲି ଭାବୁଥିଲେ? ଶେଷ କରିଦେବେ ପାଣ୍ଡବ ମାନଙ୍କୁ ଏବଂ ସିଏ ଏ ପୃଥିବୀର ରାଜା ହେବେ, এইଭଳି ଚିନ୍ତା କରୁଥିଲେ ଦୁର୍ଯ୍ୟୋଧନ। କିନ୍ତୁ ଅପର ପକ୍ଷରେ ଯୁଧିଷ୍ଠିର ଦେଖନ୍ତୁ,
ସେ କଣ ଚିନ୍ତା କରୁଥିଲେ, ତାଙ୍କ ଚେତନା କେମିତି ଥିଲା, ସମ୍ପୂର୍ଣ୍ଣ ଅଲଗା। ସେ ଭାବୁଥିଲେ ଯେ ଏ ପୃଥିବୀରେ ଆମେ ଯାହା ଦେଖୁଛେ, ଏ ରାଜ୍ୟ ହଉ ବା ଧନ ହଉ ସମ୍ପତ୍ତି ହଉ ଯାହା ଆମେ ଦେଖୁଛେ ସବୁ ଭଗବାନଙ୍କର, ସର୍ବଲୋକ ମହେଶ୍ୱର ବୋଲିକି ଭଗବାନ ନିଜେ ବି ଗୀତାରେ କହୁଛନ୍ତି। ତେଣୁ ସବୁ ହଉଛି ଭଗବାନଙ୍କର, ଇଏ ଥିଲା ତାଙ୍କର ଚେତନା। ଯଦି ସବୁ ଭଗବାନଙ୍କର, ତାହେଲେ ରାଜ୍ୟ ଶାସନ କରିବା ବା ଜଙ୍ଗଲରେ ରହିବା, ଏ ଦିଟା ଯାକ ତାଙ୍କ ପାଇଁ ଏକା। ରାଜ୍ୟ ଶାସନ ହଉ ବା ଜଙ୍ଗଲ, କାହିଁକି ନା ସେ ସବୁବେଳେ ଭାବୁଥିଲେ ଯେ ଭଗବାନଙ୍କର ଇଚ୍ଛା ଅନୁସାରେ ଚଳିବା ଆମର କର୍ତ୍ତବ୍ୟ। ମୋ ଇଚ୍ଛା ନୁହେଁ, ଭଗବାନ କଣ ଚାହୁଁଛନ୍ତି, କୋଉ ଭଳିଆ ଭଗବାନ ଚାହୁଁଛନ୍ତି ମୁଁ ସେଇ ଅନୁସାରେ ଯିବି। ତେଣୁ ଭଗବାନଙ୍କ ଇଚ୍ଛା ଅନୁସାରେ କାମ କରିବା ହଉଛି ଆମର କର୍ତ୍ତବ୍ୟ, ଏହା ବୋଲିକି ସେ ଭାବୁଥିଲେ। ଏବଂ ସେ ଭାବୁଥିଲେ ଯଦି ମୁଁ କେବେ ବି ରଜା ହେବି, ତାହେଲେ ଆମ ରାଜ୍ୟରୁ କିଛି ଦୁର୍ଯ୍ୟୋଧନକୁ ଦେଇଦେବି, ତାହେଲେ କଣ ହବ ନା ମିଳିମିଶିକି ସମସ୍ତେ ଶାସନ କରିବେ, ଭଲ ଶାସନ ହବ। ମାନେ ଦେଖନ୍ତୁ କେମିତିଆ ଚିନ୍ତାଧାରା ତାଙ୍କର। ଏବଂ ସେ ଭାବୁଥିଲେ ଯେମିତି କୁକୁର ମାନେ 8-10 କୁକୁର ଗୋଟେ ଛୋଟ ଟୁକୁଡ଼ା ମାଂସଟେ ପଡିଛି ତା ପାଇଁ ଫାଇଟ କରୁଛନ୍ତି, ସେମିତି ଆମେ ଏଇ ରାଜ୍ୟ ପାଇଁ କଣ ପାଇଁ ଏଇ ଯେମିତି କୁକୁର ମାନେ ଫାଇଟ କରୁଛନ୍ତି ଆମେ ବି ଫାଇଟ କରିବା। ଇଏ ଚେତନା ଥିଲା ଯୁଧିଷ୍ଠିରଙ୍କର। ଇଏ ମାନେ ପୁରା ଡିଫରେଣ୍ଟ ଚେତନା, ଭିନ୍ନ। ଏଇଥର ଆମେ ଜାଣୁଛେ ପାଣ୍ଡବ ମାନେ ହଉଛନ୍ତି କଣ, ଆଧ୍ୟାତ୍ମିକବାଦୀ, ଆଉ ଦୁର୍ଯ୍ୟୋଧନ ହଉଛନ୍ତି ଭୌତିକବାଦୀ। ପାଣ୍ଡବ ମାନେ ସବୁବେଳେ ଭଗବାନଙ୍କର ସେବକ ରୂପେ ତାଙ୍କ ପାଖରେ ଥାନ୍ତି ଏବଂ ସେବା କରୁଥାନ୍ତି। ସେଇଥିପାଇଁ ତ ଭଗବାନ ଯେତେବେଳେ କହିଲେ ଧର୍ମ ଯୁଦ୍ଧ ହବ, ଯୁଧିଷ୍ଠିରଙ୍କର ଇଚ୍ଛା ନଥିଲେ ମଧ୍ୟ ଯୁଦ୍ଧ କରିବାକୁ ସେ ଭଗବାନଙ୍କର ଇଚ୍ଛା ଅନୁସାରେ ଆଗକୁ ବଢିଲେ। ଏଇ ଯୋଉ ପରିସ୍ଥିତି ଆମେ 5000 ବର୍ଷ ତଳେ ଆମେ ଦେଖିଥିଲେ ବା ଆମେ ପଢୁଛେ ଆଜି, 5000 ବର୍ଷ ତଳେ ପରିସ୍ଥିତି ଥିଲା, ଏ ପରିସ୍ଥିତି ମଧ୍ୟ ଏବେ ବି ଅଛି। ଯୋଉଟା କି ପ୍ରଭୁପାଦ ତାଙ୍କର ଭାଗବତମ ଲେଖିଲା ବେଳେ ପର୍ପଟ, ପ୍ରଥମ ସ୍କନ୍ଦ ଯେତେବେଳେ ଲେଖିଲେ ସେଇ ପର୍ପଟରେ ସେ ତାକୁ ଉଲ୍ଲେଖ କରୁଛନ୍ତି ଯେ ଏବେ ବି ଏଇ ଯୋଉ ଜିନିଷ ଆମେ ଲକ୍ଷ୍ୟ କରିବା, ଯେମିତି ଦୁର୍ଯ୍ୟୋଧନଙ୍କର ଯୋଉ ମାନସିକତା ଥିଲା ଏବେ ବି ଆମେ ଦେଖୁଛେ ବିଭିନ୍ନ କଣ୍ଟ୍ରି ମାନଙ୍କରେ ସେଇ ମାନସିକତା ଅଛି। ଯେତେବେଳେ ଚାଇନା ଭାରତକୁ ଆକ୍ରମଣ କଲା 1965 ମସିହାରେ, ଗୋଟିଏ ବଞ୍ଜର ଜମି ପାଇଁ ସେ ଚିନ୍ତା କଲା ଯେ ମୁଁ ୟାକୁ ନେଇଯିବି, କିନ୍ତୁ ଭାରତ ତାକୁ କହିଲା ଆମେ ଛାଡିବୁନି, ଫଳରେ ଯୁଦ୍ଧ ହେଇଥିଲା। କାହିଁକି, ମାନେ ପୂର୍ବରୁ ସେମାନେ ମିତ୍ର ଥିଲେ, ହଠାତ୍ କାହିଁକି ସେମାନେ ଶତ୍ରୁ ହେଇ ପଡିଲେ? ସେ ଗୋଟିଏ ବଞ୍ଜର ଭୂଇଁ ପାଇଁ ସେମାନେ ପୁଣି ତାଙ୍କର ଶତ୍ରୁତା ଆଚରଣ କଲେ ତାଙ୍କ ଭିତରେ, ରିଜନ କଣ? କାହିଁକି ନା ଶତ୍ରୁତା ଥିଲେ ଯେତେବେଳେ ତାଙ୍କର ଗଡ ଫିୟରିଂ ଥିଲା, ଭଗବାନଙ୍କ ଉପରେ ଆସ୍ଥା ଥିଲା, ସେମାନେ ଆସ୍ତିକ ଥିଲେ ସେତେବେଳେ, ଏବଂ ତାଙ୍କର ଚିତ୍ତ ଶୁଦ୍ଧ ଥିଲା ଏବଂ ସରଳ ଥିଲେ। କିନ୍ତୁ ଏବେ କଣ ହେଇଛି, ଆଉ ସେ ଗଡ ଫିୟରିଂ ନାହିଁ, ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ, ନାସ୍ତିକ ହେଇଯାଇଛନ୍ତି, ଚିତ୍ତ ଶୁଦ୍ଧି ନାହିଁ, ଲୋଭ, କ୍ରୋଧ, ମୋହ, ମାୟା ଏଇଥିରେ ଭର୍ତ୍ତି ଚିତ୍ତ, ମାନେ ମନରେ ଏଇ ସବୁ ଜିନିଷ ଗୁଡାକ ଭରି ରହିଛି, ଈର୍ଷା। ସେଥିପାଇଁ ସେମାନେ ସରଳତାକୁ ଛାଡି ଦେଇଛନ୍ତି, କପଟତାକୁ ଧରିଛନ୍ତି, ସେଇ ରାସ୍ତାରେ ସେମାନେ ଚାଲିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଜିନିଷ ହଉଛି ଯଦି ଆମେ ଭଗବାନଙ୍କ ଠାରୁ ଦୂରେଇ ଯିବା, ନିଶ୍ଚିତ ଭାବରେ ସେ ମଣିଷ ମଣିଷ ଭିତରେ ଝଗଡା ହବ। କାହିଁକି ହଉଛି, ସେଇଥିପାଇଁ ହଉଛି କାରଣ ଭଗବାନଙ୍କୁ ଦୂରେଇ ଗଲେଣି। ପରିବାର ପରିବାର ମଧ୍ୟରେ ଝଗଡା ହଉଛି, ରାଜ୍ୟ ରାଜ୍ୟ ଭିତରେ ମଧ୍ୟ ଝଗଡା ହଉଛି, ଫାଇଟ ଯୁଦ୍ଧ ହଉଛି। ଏବଂ এই ମହାଭାରତର କାରଣ ମଧ୍ୟ ସେଇଆ, ସେଇ ଆରୋଗ୍ୟାନ୍ସ, ଅହଙ୍କାର, ଯୋଉଟା କି ଧୃତରାଷ୍ଟ୍ର ଏବଂ ଦୁର୍ଯ୍ୟୋଧନ, ଏ ଦି ଜଣଙ୍କର ଅହଙ୍କାରର କାରଣ ମହାଭାରତ। ଆମେ ଦେଖିବା ଏଇ ଅହଙ୍କାରୀ ଦୁର୍ଯ୍ୟୋଧନ ମଧ୍ୟ ବ୍ୟାକଗ୍ରାଉଣ୍ଡ ଦଉଛି, କାହିଁକି ନା ବର୍ତ୍ତମାନ 12ରୁ 20 ପର୍ଯ୍ୟନ୍ତ ଏ ଜିନିଷ ଗୁଡାକ ଆମେ ଦେଖିବାକୁ ପାଇବା। ମୁଁ ସେଥିପାଇଁ ବ୍ୟାକଗ୍ରାଉଣ୍ଡ ଟା ଦେଇ ଦେଇ ଚାଲିଛି। ବର୍ତ୍ତମାନ ଆମେ ଦେଖିବା ଯେ ଆଉ ଗୋଟେ ବି ମିଷ୍ଟେକ୍ କରିଥିଲେ ଏଇ ଅହଙ୍କାରୀ ଦୁର୍ଯ୍ୟୋଧନ ଆଗକୁ ଯାଇ, କେମିତି ନା ଯେତେବେଳେ ସେ ଗୁଣଗାନ କରୁଛନ୍ତି ପାଣ୍ଡବ ପକ୍ଷଙ୍କର ମାନେ
ଡେସ୍କ୍ରାଇବ କରୁଛନ୍ତି, ଗୁଣ ତ ଗାନ କରୁନାହାନ୍ତି, ଡେସ୍କ୍ରାଇବ କରୁଛନ୍ତି ଏଠି ଏଇ ସବୁ ମହାରଥୀ ଅଛନ୍ତି, ଅତିରଥୀ ଅଛନ୍ତି, ଏମିତି ସବୁ କରୁଛନ୍ତି। ସେଇ ସମୟରେ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ ଭୂମିରେ ଅଛନ୍ତି, କିନ୍ତୁ ତାଙ୍କୁ ସେ ଟୋଟାଲି ତାଙ୍କର ଉପସ୍ଥିତିକୁ ଅଣ୍ଡର ଏଷ୍ଟିମେଟ କରିଛନ୍ତି। ତାଙ୍କ ବିଷୟରେ କିଛି ବି ଏକ ଶବ୍ଦ ବି ନାହିଁ, ତାଙ୍କୁ ଇଗ୍ନୋର କରିଛନ୍ତି ତାଙ୍କ ପ୍ରେଜେନ୍ସକୁ। ଏବଂ ଯୁଦ୍ଧ ହବା ପୂର୍ବରୁ ମଧ୍ୟ ଯେତେବେଳେ ସେ ପଠେଇଲେ ତାଙ୍କର ବିଭିନ୍ନ ଲୋକଙ୍କୁ ଦାୟିତ୍ୱ ଦେଇକି ଯେ ଏଇ ରାଜ୍ୟକୁ ଯିବ, ଏଠି ଯୋଉ ରାଜା ଅଛନ୍ତି ତାଙ୍କୁ ତାଙ୍କର ସହଯୋଗ କାମନା କରିବା ଆଶା ତାଙ୍କଠୁ ସେ ସପୋର୍ଟ କରିବେ, ଆମ ସାଙ୍ଗରେ ଆସିବେ, ଯୁଦ୍ଧ କରିବେ, ଇଏ ହଉଛି ଦାୟିତ୍ୱ। ସମସ୍ତଙ୍କୁ ପଠେଇଲେ, ବିଭିନ୍ନ ରାଜ୍ୟ ଆଡେ ଲୋକ ଗଲେ, କିନ୍ତୁ ସେ ନିଜେ ଭାବିଲେ ଯେ ମୁଁ ଯିବି କାହା ପାଖକୁ? କୃଷ୍ଣଙ୍କ ପାଖକୁ, ତାଙ୍କ ସପୋର୍ଟ ମୁଁ ମାଗିବା ପାଇଁ। କାହିଁକି ନା ସେ ଭାବୁଥିଲେ କୃଷ୍ଣ ହଉଛନ୍ତି ପାଣ୍ଡବ ମାନଙ୍କର, ଜାଣିଛନ୍ତି ଯେ ମେନ୍ ସପୋର୍ଟ କୃଷ୍ଣ। ଯେମିତି ଗଛର ମୂଳଟି ଗଛକୁ ଧରି ରଖିଛି, ସେ ଭାବୁଛନ୍ତି ଏ କୃଷ୍ଣ ହଉଛି ପାଣ୍ଡବ ମାନଙ୍କର ମୂଳ, ଏ ମୂଳଟିକୁ ଯଦି କାଢିଦେବି ତାହେଲେ ଏ ଗଛଟି ଶୁଖିଯିବ, ପାଣ୍ଡବ ରୂପକ ଗଛ ଶୁଖିଯିବ, ତାଙ୍କର ଆଉ କିଛି ପ୍ରାଧାନ୍ୟତା ରହିବନି, ସେମାନେ ଦୁର୍ବଳ ହେଇଯିବେ। ସେଥିପାଇଁ ସେ ଯାଇଥିଲେ କୋଉଠିକି? ଦ୍ୱାରକା। ଏ ଯୁଦ୍ଧ ପୂର୍ବରୁ ଅର୍ଜୁନ ମଧ୍ୟ ଯାଇଥିଲେ, ସେଠି ସେମାନଙ୍କର ଦେଖା ବି ହେଇଛି, ଏକ ସମୟରେ ସେମାନେ ଯାଇକି ପହଞ୍ଚିଛନ୍ତି, ଅର୍ଜୁନ ମଧ୍ୟ ତାଙ୍କୁ କୁଣ୍ଡେଇଛନ୍ତି, ଏମ୍ବ୍ରେସ୍ କରିଛନ୍ତି। ଏବଂ ଦି ଜଣ ଯାକ ଯେତେବେଳେ ଗଲେ ଭିତରକୁ, ସେତେବେଳେ ଶ୍ରୀକୃଷ୍ଣ ଶୋଇଛନ୍ତି। ଦୁର୍ଯ୍ୟୋଧନ ବସିଗଲେ ସାଇଡରେ, ଯେତେବେଳେ କୃଷ୍ଣ ଉଠିବେ ତାଙ୍କୁ ସେ କହିବେ, ତାଙ୍କ ସାଇଡରେ ସେ ବସିଗଲେ। ପାଦ ପାଖରେ ତାଙ୍କର ଚରଣ କମଳ ତଳେ ବସିଲେ ଅର୍ଜୁନ। ଗୋଟେ ସେକେଣ୍ଡ। ପାଣ୍ଡବଙ୍କ ପାଖରେ ସେ ଅର୍ଜୁନ ବସିଲେ ଶ୍ରୀକୃଷ୍ଣଙ୍କର ଠିକ ଚରଣ କମଳ ପାଖରେ, ଏବଂ ତାଙ୍କୁ ଉଣ୍ଡିକି କେବଳ ତାଙ୍କୁ ଶ୍ରଦ୍ଧାର ସହିତ ପ୍ରାର୍ଥନା କରୁଛନ୍ତି। ଯେତେବେଳେ କୃଷ୍ଣ ଉଠିଲେ, ସେ ପ୍ରଥମେ ଅର୍ଜୁନଙ୍କୁ ଦେଖିଛନ୍ତି, କହୁଛନ୍ତି ରେ ପାର୍ଥ, ନା ଏମିତି ଏମିତି ମୁଁ ଆସିଥିଲି ଆପଣଙ୍କର ସପୋର୍ଟ ପାଇଁ। ତ ଦୁର୍ଯ୍ୟୋଧନ କହୁଛନ୍ତି ମୁଁ ଆଗ ଆସିଛି ତା ଅପେକ୍ଷା। ନା ତମେ ଆଗ ଆସିପାର, କିନ୍ତୁ ମୁଁ ତ ଦେଖିଲି ଅର୍ଜୁନଙ୍କୁ ପ୍ରଥମେ, ତେଣୁ ଅର୍ଜୁନଙ୍କୁ ମିଳିବ ପ୍ରଥମ, ଦି ଜଣ ଯାକଙ୍କୁ ମିଳିବ ଯାହା ଆପଣ କହୁଛନ୍ତି। ମୁଁ ବର୍ତ୍ତମାନ ମୋର ଚଏସ୍ ଦେବି ଯେ ମତେ ଚାହୁଁଛ ନା ମୋ ସେନାକୁ ଚାହୁଁଛ, କାରଣ ମୁଁ ଯୋଉଠିକି ଯିବି ଯୁଦ୍ଧ କରିବିନି, ଅସ୍ତ୍ର ଉଠେଇବିନି ବୋଲିକି କୃଷ୍ଣ କ୍ଲିୟର କରିଦେଲେ। ମୁଁ ଚଏସ୍ ଦେବି, କିନ୍ତୁ ପ୍ରଥମ ସେ ଚଏସ୍କୁ ଏକ୍ସରସାଇଜ କରିବାର ଅଧିକାର ଅର୍ଜୁନଙ୍କର ଅଛି। ଏବଂ ଦୁର୍ଯ୍ୟୋଧନ ଭାବୁଛନ୍ତି ଯେ ଯଦି ଇଏ ନେଇଗଲା ସେନା, ତାହେଲେ ମୁଁ ଝଗଡା କରିବି ବୋଲିକି ଏହା ସେ ଭାବୁଛନ୍ତି। ନାଇଁ ଯଦି ସେ ନେଇଗଲା କୃଷ୍ଣଙ୍କୁ, ମୂର୍ଖଟା ସେ କରିପାରେ ବୋଲି ଏହା ଭାବୁଛନ୍ତି ଦୁର୍ଯ୍ୟୋଧନ, କରିପାରେ, ଦେଖାଯାଉ। ତେବେ ଆକ୍ଚୁଆଲି ଅର୍ଜୁନ ବି କହିଲେ ଯେ ମୋର ଆପଣ ଦରକାର। ତ ନାରାୟଣୀ ସେନା, 10,000 ନାରାୟଣୀ ସେନା ଯେତେବେଳେ ଦେଖିଲେ ଯେ ଦୁର୍ଯ୍ୟୋଧନ କହିଦେଲେ, ସରି ଅର୍ଜୁନ କହିସାରିଲେଣି ଆପଣ ଦରକାର ବୋଲିକି, ଦୁର୍ଯ୍ୟୋଧନ କହିଲେ ଠିକ ଅଛି, ମୋ କୃଷ୍ଣ ମୋ ପାଖକୁ 10,000 ନାରାୟଣ ସେନା ପଠେଇଦିଅ, ମୁଁ ଚାଲିଲି। ଭାବୁଥିଲେ ସେତେବେଳେ କଣ ଦୁର୍ଯ୍ୟୋଧନ, ଏ ଲୋକ ତ ଉଠେଇବନି ଶସ୍ତ୍ର, ଆକୁ ଦେଇକି ଲାଭ କଣ, ଇଏ କରିବ କଣ? ବରଂ ତାଙ୍କର ଯାହା ଏନର୍ଜି, ଯୋଉଟା 10,000 ସୈନ୍ୟ ଆସିବେ, ସିଏ ତ ମୋ ଦଳକୁ ଷ୍ଟ୍ରଙ୍ଗ କରେଇବେ, ବଳଶାଳୀ କରିବେ। ମାନେ ଦେଖନ୍ତୁ କିଭଳିଆ ମ୍ୟାଟେରିଆଲିଷ୍ଟିକ କାଲକୁଲେସନ। ମାନେ ବୁଝିପାରୁନାହାନ୍ତି ଯେ କୃଷ୍ଣଙ୍କର କେତେ ପ୍ରାଧାନ୍ୟତା ଅଛି, ସେଇ ଜିନିଷ ତାଙ୍କର ବୁଝିବା ବାହାରେ, ଏବଂ ସେଇଥିପାଇଁ ତାଙ୍କୁ ହେଭି ପ୍ରାଇସ୍ ଦବାକୁ ପଡିଥିଲା।
ତେବେ କୃଷ୍ଣ ପଚାରିଥିଲେ ଅର୍ଜୁନଙ୍କୁ ଯେ କାହିଁକି ଅର୍ଜୁନ ମତେ କାହିଁକି ଚଏସ୍ କଲ, ମୁଁ ତ ଯୁଦ୍ଧ କରିବିନି। ଅର୍ଜୁନ କହିଲେ ମୁଁ ଜାଣିଛି ଯେ ଆପଣ ଯୋଉ ସାଇଡରେ ରହିବେ ସେ ସେଇ ପକ୍ଷ ହିଁ ବିଜୟ ହାସଲ କରିବ। ଏଇ ଅତୁଟ ବିଶ୍ୱାସ ମୋର ଆପଣଙ୍କ ପାଖରେ ଅଛି। ଏଇ ଯୋଉ ଭଳିଆ ଭକ୍ତି, ଏଇ ଭକ୍ତି ଅର୍ଜୁନଙ୍କର କୃଷ୍ଣଙ୍କ ପ୍ରତି, ଏ ହଉଛି ମାନେ ଜାଣିବା ଦରକାର ଏଇ ଭକ୍ତି ହିଁ ହଉଛି ଏକମାତ୍ର ଉପାଦାନ ଯାହା ଜରିଆରେ ଆମେ ଭଗବତ ଗୀତାକୁ ମଧ୍ୟ ବୁଝିପାରିବା। ଯଦି ଆମର ଭକ୍ତି ଅଛି କୃଷ୍ଣଙ୍କ ପ୍ରତି ତାହେଲେ ଆମେ ଆଗକୁ ଯେତେ ପଢି ପଢି ଯିବା ଭଗବତ ଗୀତାକୁ ସେତେ କ୍ଲିନଲି ଆମେ ବୁଝିପାରିବା। ଏବଂ ଅର୍ଜୁନ ମାନେ ବାଛିଲେ ଲର୍ଡ କୃଷ୍ଣଙ୍କୁ ଚୁଜ କଲେ କାହିଁକି? ସେ ତାଙ୍କୁ ବେଶୀ ଭଲ ପାଉଥିଲେ, ଆଉଟ୍ ଅଫ୍ ଲଭ୍। ଏଇଟା ଜାଣିବା ଦରକାର ଯେ ସେ ଭଲ ପାଉଥିଲେ ସେଥିପାଇଁ ଚଏସ୍ କଲେ। କିନ୍ତୁ ଦୁର୍ଯ୍ୟୋଧନ କାହିଁକି ଅର୍ଜୁନ ଭଗବାନଙ୍କର ଶକ୍ତିକୁ ଚୁଜ କଲେ? ନାରାୟଣ ସେନା, ସେ ଭାବୁଥିଲେ ଏ ନାରାୟଣ ସେନାକୁ ନେଇ କାମରେ ଲଗେଇକି ମୁଁ କଣ କରିବି ନା ମୋର ଯାହା ସେଲ୍ଫ ଇଣ୍ଟରେଷ୍ଟ ଅଛି, ମୋର ସ୍ୱାର୍ଥ, ତାକୁ ହାସଲ କରିବି। ଇଏ ଭାବୁଥିଲେ, ଇଏ ହଉଛି ମ୍ୟାଟେରିଆଲିଷ୍ଟିକ କାଲକୁଲେସନ। ତେଣୁ ସେଇଥିପାଇଁ ଯେତେବେଳେ ସେ ବଡ ବଡ ପର୍ସନାଲିଟି ପାଣ୍ଡବ ସାଇଡରେ ସେ ବର୍ଣ୍ଣନା କରୁଥିଲେ କୃଷ୍ଣଙ୍କର ନାଁ ସେ ନେଇନାହାନ୍ତି। ସେ ତ ଜମା ତାଙ୍କୁ ପାସଙ୍ଗରେ ହିଁ ପକଉନାହାନ୍ତି ଯେ ହଁ ତାଙ୍କର କିଛି ଇମ୍ପୋର୍ଟାନ୍ସ ଅଛି, ସେ କିଛି କରିପାରିବେ ବୋଲିକି ସେ ତାଙ୍କୁ ଇଗ୍ନୋର କରୁଛନ୍ତି। କିନ୍ତୁ ସେ ଜାଣିନଥିଲେ ଯେ କୃଷ୍ଣ ହଉଛନ୍ତି ଧର୍ମର ପିତା। ଏଇଟା ସେ ଜାଣୁନାହାନ୍ତି, ପରମ ସତ୍ୟ, ଆବସଲ୍ୟୁଟ ଟ୍ରୁଥ। ଏବଂ ସେ ହିଁ କେବଳ ସହି ଦିଶା ଦେଇପାରିବେ, ପ୍ରପର ଡାଇରେକ୍ସନ। ଏଇ ଜିନିଷ ଦୁର୍ଯ୍ୟୋଧନଙ୍କର ବୁଝିବା ବାହାରେ। ସେ ଆମେ ବି ଏବେ ବି ଏଇ ଜିନିଷ ଦୁର୍ଯ୍ୟୋଧନଙ୍କର ଏଇ ଯୋଉ ମାନସିକତା ଆମ ଭିତରେ ବି ଅଛି। ଆମେ କଣ ଭଗବାନଙ୍କ ପାଖକୁ ଯାଉଛେ ଭଗବାନଙ୍କୁ ଆଉଟ୍ ଅଫ୍ ଲଭ୍, ଆମେ ଭଲ ପାଉଛେ ବୋଲିକି? ନା, ଆମେ ମନ୍ଦିରକୁ ଯାଉଛେ, ଆମେ କଣ କରୁଛେ? ତାଙ୍କୁ କିଛି ମାଗୁଛେ। ଜବ୍ ହଉ, ଧନ ହଉ, କୋଉ ବିପଦରେ ପଡିଛନ୍ତି ସେଥିରୁ ମୁକୁଳିବାକୁ ହଉ, ଯାହା ନା କିଛି ମ୍ୟାଟେରିଆଲ ବେନିଫିଟ୍ସ ଆମର ଦରକାର, ଆମେ ସେଇଥିପାଇଁ ଭଗବାନଙ୍କ ପାଖକୁ ଯାଉଛେ। ଏଥିରେ ଆମର ପ୍ରେମ ନାହିଁ ଭଗବାନଙ୍କ ପ୍ରତି। ଆମର ଦରକାର ଲକ୍ଷ୍ମୀ, ନାରାୟଣ ଦରକାର ନାହିଁ। ରାବଣ ମଧ୍ୟ ସେଇଭଳିଆ ଥିଲା। ରାବଣ କହୁଥିଲା ମୋର ସୀତା ଦରକାର, ମୋର ରାମଚନ୍ଦ୍ର ଦରକାର ନାହିଁ। ଏଇଭଳି ଜିନିଷ ମାନେ ଗୋଟେ ମାଟେ ଯେତେବେଳେ ତିଆରି କରୁଛି ବିଭିନ୍ନ ପ୍ରକାରର ଭଲ ଭଲ ଜିନିଷ ପିଲା ପାଇଁ ଖାଇବା ପାଇଁ, କୋଉଥିପାଇଁ କରୁଛି? କୌଣସି ଆଶା ନାହିଁ, ଖୁସିରେ ମୋ ପିଲାଟି ଖୁସିରେ ଏଇଟା ସେ ବନଉଛି, ଯେହେତୁ ସେ ବହୁତ ଭଲ ପାଉଛି ପିଲାଟା। କିନ୍ତୁ ଆପଣ ଟ୍ରେନରେ ଯାଉଛନ୍ତି, ସମୋସା ବାଲା, ବରା ବାଲା ସବୁ ଆସୁଥିବେ, ସେମାନେ ଯେତେବେଳେ ଆପଣଙ୍କୁ ଦଉଛନ୍ତି ସେ କଣ ଖୁସିରେ ପ୍ରେମର ସହିତ ଆପଣଙ୍କୁ ଦଉଛନ୍ତି? ସେଇଟା ଆପଣଙ୍କ ପକେଟକୁ ସେ ପ୍ରେମ କରୁଛନ୍ତି। ସେଇଠି ଲକ୍ଷ୍ମୀ ଅଛନ୍ତି ପକେଟ ଭିତରେ, ସେଇଠି ତାଙ୍କର ଲକ୍ଷ୍ୟଟା ରହିଛି, ପ୍ରେମଟା ରହିଛି। ଆପଣଙ୍କୁ ପ୍ରେମ ନାହିଁ। ଠିକ ସେଇଭଳି ଆମର ପ୍ରେମଟା କେବଳ ଲକ୍ଷ୍ମୀ ଗଠି ଭଗବାନଙ୍କ ପକେଟରେ, କିନ୍ତୁ ଭଗବାନଙ୍କ ଏଠି ନାହିଁ। ଏ ଦୁର୍ଯ୍ୟୋଧନର ମାନସିକତା ଆମ ପାଖରେ ବି ରହିଛି। ଏଇ ଆମେ ଏଇ 1-12 ପର୍ଯ୍ୟନ୍ତ ଯେତେବେଳେ ଯିବା ଆମେ ଆସ୍ତେ ଆସ୍ତେ ଦେଖିବା ଯେ କଣ ଏଇ ମାନେ କାରଣ ହେଇଛି। ମାନେ ଅଲ୍ଟିମେଟଲି ଏଇ ଯୋଉ 12-20 ଭିତରେ କଣ କଣ ସେଥିରେ ଶବ୍ଦ ରହିଛି, ଯୋଉ ଶବ୍ଦ କି ଇଣ୍ଡିକେଟ କରୁଛି ଯେ ଏ ଯୁଦ୍ଧରେ ପାଣ୍ଡବ ମାନେ ହିଁ ବିଜୟୀ ହେବେ, କୌରବ ମାନଙ୍କର ପରାଜୟ ହବ। ସେଟା ଆମେ ଦେଖିବା। ତ 9ଟା ଜିନିଷ ଆମେ ପାଇବା ଖୋଜିକି ତା ଭିତରେ ଯେ ପ୍ରଥମରୁ ଇଣ୍ଡିକେଟ କରିଦଉଛି ଯେ ପାଣ୍ଡବ ମାନଙ୍କର ଭିକ୍ଟ୍ରି ସୁନିଶ୍ଚିତ, ବିଜୟ ସୁନିଶ୍ଚିତ। ଆମେ ସେଇଟା ଯେତେବେଳେ ଆଗକୁ ଯିବା ଆମେ ଜାଣିବା। ଏଇ 12 ନମ୍ବର ଶ୍ଲୋକରେ ଆମେ ଆଗକୁ ଯାଇପାରିଲେନି, ମୁଁ ବ୍ୟାକଗ୍ରାଉଣ୍ଡଟା କହିଲି, କିନ୍ତୁ ଏଇଟା ଦରକାର ଥିଲା ଜାଣିବା। ଆମେ ଯେତେବେଳେ 12 ନମ୍ବର ଶ୍ଲୋକରେ କଣ ହଉଛି ନା, ଜଷ୍ଟ ଖାଲି ବୁଝେଇଦେବି ଏଟାକୁ, ଆମେ ପୁଣି ୟାକୁ ଡିସ୍କସନ କରିବା। ଏଠି ସେ କହୁଛନ୍ତି ପ୍ରତାପବାନ, ପ୍ରତାପବାନ କୁରୁ ବୃଦ୍ଧ। ଆଉ 4 ମିନିଟ ଅଛି ତ ଦେଖିବା। ପ୍ରତାପବାନ କୁରୁ ବୃଦ୍ଧ ମାନେ ପ୍ରତାପଶାଳୀ କୁରୁବଂଶର ବୟୋଜ୍ୟେଷ୍ଠ କିଏ? ପିତାମହ
ଭୀଷ୍ମ ସେ କଣ କଲେ? ତସ୍ୟ ସଞ୍ଜନୟନ ହର୍ଷଂ, ତସ୍ୟ ମାନେ ଦୁର୍ଯ୍ୟୋଧନଙ୍କର, ତାଙ୍କର ତାଙ୍କ ମୁହଁରେ ଟିକେ ହସ ଆନନ୍ଦ ଆଣିବା ପାଇଁ କଣ କଲେ? ଦଧ୍ମେ ଶଙ୍ଖଂ, ଶଙ୍ଖ ବଜେଇଲେ। ସେ ଶଙ୍ଖ କେମିତି ବଜେଇଲେ? ଉଚେଇ, ବିନଦ୍ୟ ଉଚେଇ, ବଡ ଉଚ୍ଚ ସ୍ୱରରେ ଲାଉଡଲି ବଜେଇଲେ। ସେ ବଜେଇବାଟା କେମିତି ଶୁଭୁଥିଲା? ଭାଇବ୍ରେସନ ଟା ସିଂହନାଦଂ, ସିଂହ ଗର୍ଜନ କଲେ ଯୋଉ ଭଳିଆ ସେଇଭଳିଆ ଶୁଭୁଥିଲା। ଏବଂ କଣ ପାଇଁ ଭୀଷ୍ମ ଏ କଥା କଲେ? ଦିଟା ରିଜନ, ଅନେକ ଅଛି ତା ଭିତରେ, ମଲ୍ଟିପୁଲ ରିଜନ୍ସ ରହିବ, କିନ୍ତୁ ବେସିକାଲି ସେ ଚାହୁଁଥିଲେ ଯେ ତାଙ୍କର ଗୁଣଗାନ କଲେଣି କିଏ? ଦୁର୍ଯ୍ୟୋଧନ ବହୁ ସମୟ, ତାଙ୍କୁ ଟିକେ ଖୁସି କରିଦେବା ପାଇଁ ସେ ଶଙ୍ଖଟାକୁ ବଜେଇ ଦେଲେ। ଦ୍ୱିତୀୟରେ ଦୁର୍ଯ୍ୟୋଧନ ତାଙ୍କର ଯୋଉ ଭିତରେ ଭୟଟା ଥିଲା, କଣ ଯେ ପାଣ୍ଡବ ମାନଙ୍କର ଯେତେବେଳେ ଦେଖିଲେ ପ୍ରଥମେ ତାଙ୍କର ଭୟ ହେଇଯାଇଥିଲେ, ସୈନ୍ୟ ସଜ୍ଜା ଦେଖିକି ଭୟ ହେଇଯାଇଥିଲା, ସେ ଭୟଟାକୁ ସେ ଛୁପେଇବା ପାଇଁ ସେ ବାକି ସବୁ ଡିପ୍ଲୋମାସି କରିଚାଲିଛନ୍ତି। ଦୁର୍ଯ୍ୟୋଧନକୁ, ଦ୍ରୋଣାଚାର୍ଯ୍ୟଙ୍କୁ, ଭୀଷ୍ମଙ୍କୁ ଗୁଣଗାନ କରିଚାଲିଛନ୍ତି। ତେଣୁ ସେ ଜାଣିଥିଲେ ତାଙ୍କ ମାଇଣ୍ଡରେ କଣ ଚାଲୁଛି। ତେଣୁ ଯେ ଭୟ ଅଛି ଏବଂ ଭୀଷ୍ମ ଦ୍ରୋଣକୁ ସେ ସେଇଥିପାଇଁ ଗୁଣଗାନ କରୁଛନ୍ତି, ସେଥିପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ, ତାଙ୍କର ଏ ଭୟଟା ଦୂର କରିବା ପାଇଁ ଶଙ୍ଖଟି ବଜେଇ ଦେଲେ। କିନ୍ତୁ ଆହୁରି ଅଛି, ରିଜନ ଅଛି, ମଲ୍ଟିପୁଲ ରିଜନ୍ସ। ଆମେ ପୁଣି ତାକୁ ଯେତେବେଳେ ନେକ୍ସଟ ଆସିବା ଆମେ ସେଗୁଡାକ ଦେଖିବା। ଆଜି ଆମେ ବେଶୀ ଯାଇପାରିଲେନି, ଡଜଣ୍ଟ ମ୍ୟାଟର, ଆମେ ଯିବା ପୁଣି ଆସ୍ତେ ଆସ୍ତେ ଏମିତି 20 ପର୍ଯ୍ୟନ୍ତ ଯିବା। ଏଥିରେ ଭଲ ଭଲ ଜିନିଷ ଅଛି, 12 ଏକ୍ସପ୍ଲାନେସନ ଅଛି, 13, 14, 15, 20, 20 ପର୍ଯ୍ୟନ୍ତ ଆମେ ଦେଖିବା ଯେ ବହୁତ ବଢିଆ। ତାପରେ ତ ଆହୁରି ସିନ୍ ବଦଳିଯିବ ଟୋଟାଲି। ତେଣୁ ବର୍ତ୍ତମାନ ଆମର ସମୟ ହେଇଯାଇଛି, ଏଇଠି ଆମେ ବିରାମ ନବା। ଗୋଟେ ସେକେଣ୍ଡ। ଏଇଠି ଆମେ ବିରାମ ନବା। ପୁଣି ଆମେ ନେକ୍ସଟ କୋଉ ଦିନ ଆସିବା? ବୁଧବାର, ରବିବାର ବୁଧବାର ହବ। हरे कृष्ण। ग्रंथराज श्रीमद् भगवद गीता की जय। श्रीला प्रभुपाद की जय। गौर भक्त वृंद की जय। हरे कृष्ण।